ओम ब्रह्म परम ब्रह्म कुल मालिक राधास्वामी दयालंक चरण रे मोर कोटि कोटि प्रणाम। श्री श्री लक्ष्मी माँ चरण रे मोर प्रणाम। श्री श्री बड़दादा चरण रे मोर प्रणाम। आजिर आचार्य ठाकुर परिवार समस्त चरण रे मोर प्रणाम। मोर यही वीडियो शुणुथिबा समस्त इष्टप्राण गुरु भाई माँ मानकु मोर अंतरर जय गुरु। केमिति अछंती आपण माने? ठाकुरଙ୍କ कृपाରୁ ସମସ୍ତେ ଭଲରେ ଥିବେ ବୋଲି ମୋର ଆଶା। ଆଜି ମୁଁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 143 ବାଣୀ ଆପଣମାନଙ୍କ ଆଗରେ ତୋଳି ଧରିବି। ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। କମେଣ୍ଟରେ ନିଜର ମତାମତ ଲେଖନ୍ତୁ ଆଉ ସେୟାର ବି କରନ୍ତୁ। ଆମେ ନାରୀନୀତି ଶୁଣିବା ପୂର୍ବରୁ ମୁଁ ଠାକୁରଙ୍କର ଗୋଟିଏ ଛୋଟିଆ କଥା କହି ମୋ ନାରୀନୀତି ଶୁଣାଇବି। ନେ ଶ୍ରୀ ଶ୍ରୀ ଠାକୁରଙ୍କ ସମ୍ମୁଖରେ ରାଗ ଖାଇବା ସମ୍ବନ୍ଧରେ କଥା ଉଠିଲା। ଶ୍ରୀ ଶ୍ରୀ ଠାକୁର କହିଲେ, ଶୁଖିଲା ଲଙ୍କା ନ ଖାଇ କଞ୍ଚା ଲଙ୍କା ଖାଇଲେ ଏତେ କ୍ଷତି କରେ ନା। କଞ୍ଚା ଲଙ୍କାରେ ଭିଟାମିନ୍ ସି ଖୁବ୍ ବେଶୀ, ତା ବି ମାତ୍ରାରେ ଖାଇବାକୁ ହୁଏ। ରାଗ ବେଶୀ ଖାଇବା ବି ଯେମିତି କ୍ଷତି, ସ୍ୱାଭାବିକ ଅବସ୍ଥାରେ ଏକବାର ନ ଖାଇବା ବି ସେମିତି କ୍ଷତି। ରାଗ ହିସାବରେ ଗୋଲମରିଚ ଓ ଅଦା ଭଲ, ସବୁ ହିଁ ମାତ୍ରା ନେଇ। ସୁଧାଂଶୁଦା କହିଲେ, ଖାଇବା ସମୟ ସମ୍ବନ୍ଧରେ ଆପଣଙ୍କର କ'ଣ ମତ? ଶ୍ରୀ ଶ୍ରୀ ଠାକୁର କହିଲେ, ଭୋକ ଲାଗିଲେ ଖାଇବା ହିଁ ଭଲ। ସୁଧାଂଶୁଦା କହିଲେ, ଡାକ୍ତରମାନେ ତ ରୋଜ ଗୋଟିଏ ସମୟରେ ଖାଇବାକୁ କହନ୍ତି। ଶ୍ରୀ ଶ୍ରୀ ଠାକୁର କହିଲେ, ରୋଜ ଏକ ସମୟରେ ଯଦି ଖାଇପାର ତାହେଲେ ତ ଖୁବ୍ ହିଁ ଭଲ। ଭୋକ ନ ଲାଗିବା ସତ୍ତ୍ୱେ ବି କ'ଣ ଖାଇବା ଭଲ? କୌଣସି କୌଣସି ସମୟ ଅବସ୍ଥା ବୁଝି ଏକ ଅଧବେଳା ଲଙ୍ଘନ ଦେଲେ ବା ଖୁବ୍ ହାଲକା ଖାଇଲେ ତା ଦ୍ୱାରା ଭୋକ ଆହୁରି ଭଲ ହୁଏ। ପେଟଟାକୁ ଅଯଥା ଖଟାଇବା ନାହିଁ। ଜୋର କରି ଚାପିଲେ ତାହା ଆତ୍ମୀକୃତ ହୁଏ ନା, ତା ଦ୍ୱାରା ବରଂ କ୍ଷତି କରେ। ଭୋକ ହେଲେ କୌଣସି କୌଣସି ବେଳା ଭାତ ରୁଟି ଇତ୍ୟାଦି ନ ଖାଇ ତରଳ ଖାଦ୍ୟ ଖାଇବା ଭଲ। ସୁସ୍ଥ ଅବସ୍ଥାରେ ମଝିରେ ମଝିରେ ହାଲକା ଖାଇବା ଖାଇ ଉପବାସ ଶୁକ୍ରବାର କରିବା ଭଳି ପୂର୍ବାହ୍ନେ ହବିଷାନ୍ନ ଗ୍ରହଣ କରି ସେଦିନ ଆଉ କିଛି ନ ଖାଇବା, ଶିଶୁ ପ୍ରଜାବ୍ରତ ବ୍ରତ କରିବା ଇତ୍ୟାଦି ଶରୀର ପକ୍ଷେ ଭଲ। ସାଧାରଣ ଉପବାସ ସମୟରେ ଜଳ ବେଶୀ ପିଇବା ଭଲ। ଜୟ ଗୁରୁ। ଶୁଣିଲେ ତ ବହୁତ ସୁନ୍ଦର କଥା ଠାକୁର ଆମକୁ ବୁଝାଇକି କହିଛନ୍ତି। ଏବେ ଚାଲନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ଶ୍ରୀମୁଖ ନିଃସୃତ ନାରୀର ନୀତିର 143 ବାଣୀ ଶୁଣିବା। ନାରୀର ନୀତି 143 ବାଣୀ। ସ୍ୱାମୀଙ୍କ ଠାରେ ନାରାୟଣଙ୍କର ଆବିର୍ଭାବ। ଯେ ସଂସାରରେ ସ୍ତ୍ରୀ ସ୍ୱାମୀଙ୍କୁ ଆତ୍ମସେବାମୁଖୀ କରେ ସେ ମୃତ୍ୟୁର ସହଯାତ୍ରୀ। ଆଉ ଯେ ସ୍ତ୍ରୀ ସ୍ୱାମୀଙ୍କୁ ଆଦର୍ଶରେ ଅନୁପ୍ରାଣିତ କରି ବିଶ୍ୱ ସେବାରେ ତତ୍ପର କରି ତୋଳେ ତାର ସ୍ୱାମୀଙ୍କ ଠାରେ ନାରାୟଣଙ୍କର ଆବିର୍ଭାବ ହୁଏ। ବାଣୀ ସଂଖ୍ୟା 143। ପୁଣି ଥରେ, ସ୍ୱାମୀଙ୍କ ଠାରେ ନାରାୟଣଙ୍କର ଆବିର୍ଭାବ। ଯେ ସଂସାରରେ ସ୍ତ୍ରୀ ସ୍ୱାମୀଙ୍କୁ ଆତ୍ମସେବାମୁଖୀ କରେ ସେ ମୃତ୍ୟୁର ସହଯାତ୍ରୀ। ଆଉ ଯେ ସ୍ତ୍ରୀ ସ୍ୱାମୀଙ୍କୁ ଆଦର୍ଶରେ ଅନୁପ୍ରାଣିତ କରି ବିଶ୍ୱ ସେବାରେ ତତ୍ପର କରି ତୋଳେ ତାର ସ୍ୱାମୀଙ୍କ ଠାରେ ନାରାୟଣଙ୍କର ଆବିର୍ଭାବ ହୁଏ। ବାଣୀ ସଂଖ୍ୟା 143। ଜୟ ଗୁରୁ।